ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମାଲକାନଗିରି ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ମାଲକାନଗିରି ସମ୍ବାଦଦାତା ଦୁର୍ଗାପ୍ରସାଦ ପଟ୍ଟନାୟକ। ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟଠାରେ ଗତ 1 ତାରିଖରେ ଜିଲ୍ଲାସ୍ତରୀୟ ହ୍ୟୁମାନ୍ ପାପିଲୋମା ଭାଇରସ୍ ବା HPV ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହାକୁ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି। ଆମ ଦେଶରେ ବିଶେଷ କରି ମହିଳାଙ୍କ ମଧ୍ୟରେ ଜରାୟୁ ଗ୍ରୀବାକର୍କଟ ଦେଖାଯାଉଥିବାରୁ ଏହି ଟିକାକରଣ ଆରମ୍ଭ କରାଯାଇଛି। ଏହା ବିଶେଷ କରି 14ରୁ 15 ବର୍ଷ ବୟସର କିଶୋରୀମାନଙ୍କ ପାଇଁ ଆରମ୍ଭ କରାଯାଇଛି। ଚଳିତ ମାସ 9 ତାରିଖ ମଧ୍ୟରେ ମୋଟ 216 ଜଣଙ୍କୁ ଟିକାକରଣ କରାଯାଇଥିବା ଜଣାପଡ଼ିଛି। ଏହା 3 ମାସ ଚାଲିବା ପରେ ପ୍ରତି ବୁଧବାର ଦିନ ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ ଏହାକୁ ସାମିଲ କରାଯିବ ବୋଲି କହିଛନ୍ତି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ଡୋଳାମଣି ପ୍ରଧାନ। HPV ଭ୍ୟାକ୍ସିନ୍ ଆରମ୍ଭ ହୋଇଛି। ଏଇଟା ମାର୍ଚ୍ଚ 1 ତାରିଖରୁ ଆମ ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟର ହସ୍ପିଟାଲରେ ଏବଂ 7ଟା ଆମର ଯେଉଁ CSC ହେଡ଼କ୍ୱାର୍ଟରରେ ଦିଆହେଉଛି। ତାପରେ ଏପ୍ରିଲ 1ରୁ ବାକି PSC ନ୍ୟୁ ଗୋଟିଏ ଡକ୍ଟର ଯେଉଁଠି ଅଛନ୍ତି ଆସନ୍ତା 3 ମାସ ପର୍ଯ୍ୟନ୍ତ ସବୁଠି ଦିଆହେବ, ମାର୍ଚ୍ଚ ଏପ୍ରିଲ ମେ। ଏଇଥିରେ ଆମର ଜିଲ୍ଲା ପାଇଁ ଟାର୍ଗେଟ୍ ଅଛି 5541। ତ ଆମେ ପ୍ରାୟ ହାରାହାରି 150-200 ଛୁଆଙ୍କୁ ଦେଇ ସାରିଲୁଣି 14 ବର୍ଷ ପ୍ଲସ୍। ତାର କିଛି ବି ସାଇଡ୍ ଇଫେକ୍ଟ କି କ'ଣ ଅସୁବିଧା ହେଉନାହିଁ। ସେଇଥିପାଇଁ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେଉଁମାନେ 14 ବର୍ଷ ପ୍ଲସ୍ ଅଛନ୍ତି ସମସ୍ତେ ନିଜେ ଏଇ ମାର୍ଚ୍ଚ ମାସରେ ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟର କିମ୍ବା ସବୁ CSC ମାନଙ୍କରେ ଆସି ଭ୍ୟାକ୍ସିନ୍ ନିଅନ୍ତୁ। ଏଇଥିରେ ଆମର ସର୍ଭାଇକାଲ କ୍ୟାନ୍ସର ଯେଉଁଟା ଗୋଟେ ଗର୍ଭାଶୟର ପାର୍ଟ ସେଇଟାକୁ ପ୍ରିଭେଣ୍ଟ କରିବ, ତାଙ୍କୁ ସେଇ କ୍ୟାନ୍ସର ହେବ ନାହିଁ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥୀ ସରାବୁ, ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ Hଙ୍କ ସମେତ ବହୁ ଅଧିକାରୀ ଯୋଗଦେଇ ଜିଲ୍ଲାରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟାକୁ ଶୂନ୍ୟ କରିବା ନିମନ୍ତେ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ପାନୀୟ ଜଳର ସମସ୍ୟା ସମ୍ପର୍କରେ ଅଭିଯୋଗ ପାଇବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ୟାର ସମାଧାନ କରିବା, 24 ଘଣ୍ଟା ହିସାବରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ ଯୋଗାଣ, ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ଅଂଶୁଘାତର ମୁକାବିଲା ପାଇଁ ଜିଲ୍ଲାର ପ୍ରତ୍ୟେକ ସ୍ୱାସ୍ଥ୍ୟକେନ୍ଦ୍ର ଓ ହସ୍ପିଟାଲଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଔଷଧ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ସ୍ୱାସ୍ଥ୍ୟକେନ୍ଦ୍ର ଓ ହସ୍ପିଟାଲଗୁଡ଼ିକରେ ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବା ସହ ଅଂଶୁଘାତ ଚିକିତ୍ସା ପାଇଁ ସ୍ୱତନ୍ତ୍ର କୋଠରୀ ପ୍ରସ୍ତୁତ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ପ୍ରତ୍ୟେକ ବ୍ଲକ, ତହସିଲ ଓ ସମ୍ପୃକ୍ତ ଅନ୍ୟାନ୍ୟ କାର୍ଯ୍ୟାଳୟଗୁଡ଼ିକରେ କଣ୍ଟ୍ରୋଲ ରୁମ୍ ଖୋଲିବା ନିମନ୍ତେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର ପ୍ରାୟ 20ଟି ଦୁର୍ଗମ ମାଓପ୍ରବଣ ଅଞ୍ଚଳରେ ଗ୍ରାମବାସୀମାନେ ଗତ 26 ତାରିଖରେ ମାଓବାଦୀଙ୍କ ସ୍ମୃତିସ୍ତମ୍ଭକୁ ଧ୍ୱଂସ କରି ନିଆରା ବାର୍ତ୍ତା ଦେଇଛନ୍ତି। ଜିଲ୍ଲାର କାଲିମେଳା, ଖଇରପୁଟ ଓ ମାଥିଲି ବ୍ଲକର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ପୂର୍ବରୁ ମାଓବାଦୀଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ସ୍ମୃତିସ୍ତମ୍ଭକୁ ଗ୍ରାମବାସୀମାନେ ଭାଙ୍ଗି ଦେଇଥିବା ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ H ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି। ପୂର୍ବରୁ ମାଲକାନଗିରି ଜିଲ୍ଲାର ଗ୍ରାମବାସୀ ଭୟ ମଧ୍ୟରେ ଜୀବନ ବିତାଉଥିବା ବେଳେ ବର୍ତ୍ତମାନ ପୋଲିସର ତଲାସୀ ଅଭିଯାନ, କମ୍ବିଂ ଅପରେସନ, ଜନସମ୍ପର୍କ ଶିବିର ଓ କଲ୍ୟାଣକାରୀ ଯୋଜନା ପରେ ଲୋକଙ୍କ ଆସ୍ଥା ବୃଦ୍ଧି ପାଇଛି। ତେଣୁ ଗ୍ରାମବାସୀମାନେ ସ୍ୱେଚ୍ଛାକୃତ ଭାବରେ ମାଓ ସ୍ମାରକ ତଥା ସ୍ତୂପକୁ ଭାଙ୍ଗି ନଷ୍ଟ କରି ଶାନ୍ତି ଏବଂ ବିକାଶର ବାର୍ତ୍ତା ଦେଇଛନ୍ତି। ଉତ୍କଳ ସମ୍ମିଳନୀ ରାଜ୍ୟ ସଭାପତି ପ୍ରଫେସର ଅଦୈତ କୁମାର ପାତ୍ର ଏବଂ ଉପସଭାପତି ଡକ୍ଟର ସୁବ୍ରତ କୁମାର ସାହୁଙ୍କ ସମେତ ଅନ୍ୟ ରାଜ୍ୟସ୍ତରୀୟ କର୍ମକର୍ତ୍ତା ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେହି ସମୟରେ ଉତ୍କଳ ସମ୍ମିଳନୀ ରାଜ୍ୟ ଶାଖାର ସମସ୍ତ ନେତୃବୃନ୍ଦଙ୍କ ସମେତ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଯୋଗ ଦେଇଥିଲେ। ପରେ ଉତ୍କଳ ସମ୍ମିଳନୀ ଜିଲ୍ଲା ଶାଖା ପକ୍ଷରୁ ମାଲକାନଗିରି ସଦରସ୍ଥିତ ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ରାଜ୍ୟ ସଭାପତି ଶ୍ରୀ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମାଲକାନଗିରି ଜିଲ୍ଲାର ପୋଲାଭରମ ପ୍ରକଳ୍ପ ଜନିତ ସମସ୍ୟାର ସମାଧାନ, ଜିଲ୍ଲାକୁ ରେଳ ସଂଯୋଗୀକରଣ, ଆଦିବାସୀ ଭାଷାର ସଂରକ୍ଷଣ ଏବଂ ବହୁଳ ପ୍ରଚାର, ସ୍ୱାଭିମାନ ଅଞ୍ଚଳର ବିକାଶ, କୃଷିଜାତ ଦ୍ରବ୍ୟର ସଠିକ୍ କ୍ରିୟାନ୍ୱୟନ ଭଳି ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କ।